ସମସ୍ତେ ତାଙ୍କ ନିମନ୍ତେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ କରତାଳି ମାରିକରି ସେ ଦାସକୁ ସ୍ୱାଗତ କରିବା। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରେଜ୍ ଦ ଲର୍ଡ ଆଜ୍ଞା। Praise ପ୍ରେଜ୍ the ଦ Lord. ଲର୍ଡ। Praise. ଆଗାମୀ 40 ରୁ 45 ମିନିଟ୍ ଆପଣ ବାକ୍ୟ ଆଡକୁ ଆମ ସମସ୍ତଙ୍କୁ କଢାଇ ନିଅନ୍ତୁ ଆଜ୍ଞା। ପ୍ରେଜ୍ ଦ ଲର୍ଡ। Okay. ଧନ୍ୟବାଦ ଆଉ ମତେ ସୁନ୍ଦର ସୁଯୋଗ ଦେଇଥିବାରୁ ଏବଂ ଆପଣ ମାନଙ୍କର ସହିତ ପ୍ରଭୁଙ୍କର ସେବା କରିବା ପାଇଁ ଏ ସୁନ୍ଦର ସୁଯୋଗ ପାଇଥିବାରୁ ମଧ୍ୟ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି। ତ ସଙ୍ଗେ ସଙ୍ଗେ ଉପସ୍ଥିତ ପ୍ରଭୁଙ୍କର ପ୍ରତ୍ୟେକ ମନୋନୀତ ଲୋକମାନଙ୍କୁ ମୋ ହୃଦୟର ସହିତ ଆନ୍ତରିକ ନମସ୍କାର। ପ୍ରେଜ୍ ଲର୍ଡ। ହାଲେଲୁୟା। ପ୍ରଭୁଙ୍କର ମହିମା ହେଉ, ପ୍ରଭୁଙ୍କର ଗୌରବ ହେଉ। ଆସୁ ବାକ୍ୟକୁ ଯିବା ପୂର୍ବରୁ ଗୋଟେ ମିନିଟ୍ ଆମେ ପ୍ରାର୍ଥନା କରିବା। ହେ ଆମ ମାନଙ୍କର ସ୍ୱର୍ଗସ୍ଥ ପିତା, ଏଇ ପ୍ରଭୁ ସକାଳ ସମୟ ମଧ୍ୟରେ ପ୍ରଭୁ ଆମେ ତୁମର ନିକଟବର୍ତ୍ତୀ ହେଉଅଛୁ। ଆମେ ପ୍ରଭୁ ତୁମ ସହିତ ବସିବାର ସୁଯୋଗ ତୁମେ ଆମମାନଙ୍କୁ ଦେଲ। ପ୍ରଭୁ ଆମେ ଧନ୍ୟବାଦ ଦଉଛୁ ଆମ ପରି ଅଯୋଗ୍ୟ ମାନଙ୍କୁ ତୁମର ନାମ ଧରିବାକୁ ଏବଂ ତୁମର ସେବା କରିବାକୁ ତୁମେ ଆମମାନଙ୍କୁ ସୁଯୋଗ ଦେଲ। ପ୍ରଭୁ ଗୋ, ଆମେ ଉପସ୍ଥିତ ପ୍ରତ୍ୟେକ ତୁମ ହସ୍ତରେ ସମର୍ପିତ ହେଉଅଛୁ। ପ୍ରଭୁ ଆମେ ଗୀତ ଗାଇ ଆରାଧନା କରିଅଛୁ। ବର୍ତ୍ତମାନ ଆମେ ଅଳ୍ପ ସମୟ ତୁମ ବାକ୍ୟ ଉପରେ ଚିନ୍ତା କରିବୁ। ପ୍ରଭୁ ତୁମେ ବକ୍ତା ଅଟ, ତୁମେ ପ୍ରଭୁ ଗୋ ତୁମେ ବାକ୍ୟ ଅଟ, ତୁମେ ଆମ ମାନଙ୍କ ମଧ୍ୟରେ ପ୍ରକାଶିତ ହୁଅ। ଆମେ ଚାହୁଁ ତୁମ ରବକୁ ଶୁଣିବା ପାଇଁ। ଓ ପ୍ରଭୁ ତୁମ ରବ ଶୁଣିବା ପାଇଁ ତୁମେ ଆମମାନଙ୍କୁ ଦିଅ। ମହିମା ତୁମେ ପାଅ, ଗୌରବ ତୁମେ ପାଅ। ଉପସ୍ଥିତ ପ୍ରତ୍ୟେକଙ୍କୁ ମୋ ନିଜକୁ ତୁମ ହସ୍ତରେ ସମର୍ପଣ କରେ। ଆଗାମୀ ବାକ୍ୟର ଭୋଜକୁ ମଧ୍ୟ ତୁମ ହସ୍ତରେ। ଯୀଶୁ ତୁମ ନାମରେ ଏ ପ୍ରାର୍ଥନା ମାଗୁଛୁ, ଆମେନ୍। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁଙ୍କର ପବିତ୍ର ମହତ ନାମକୁ ମୁଁ ଧନ୍ୟବାଦ ଦିଏ, କାରଣ ଆମ୍ଭ ମାନଙ୍କର ପ୍ରଭୁ ପରମେଶ୍ୱର ମହାନ ପରମେଶ୍ୱର ଅଟନ୍ତି। ସେ ଆଜି ଆମ ମାନଙ୍କୁ ତାଙ୍କର ପ୍ରେମ ଦେଇ, ତାଙ୍କର ଦୟା ଅନୁଗ୍ରହ ଦେଇ ଆମମାନଙ୍କୁ ଜୀବିତ ରଖିଅଛନ୍ତି। ଯଦି ଆମେ ଆଜି ବଞ୍ଚି ଅଛୁ କେବଳ ତାଙ୍କର ଦୟା ଅନୁଗ୍ରହ ସକାଶେ। ଆମେ ଦେଖିଛୁ 2020 ଠୁ ଆଜି ପର୍ଯ୍ୟନ୍ତ ଅନେକ ବିପଦ, ଅନେକ ମହାମାରୀ, ଅନେକ ସଙ୍କଟ, ତାଡନା, ନିନ୍ଦା ଏସବୁ ଦେଇ ଅଧିକରୁ ଅଧିକ ଆଜି ଖ୍ରୀଷ୍ଟିଆନ ଲୋକମାନେ ଯାତ୍ରା କରୁଅଛନ୍ତି। କୌଣସି ରାଜ୍ୟରେ, ଦେଶରେ ଆଜି ପର୍ଯ୍ୟନ୍ତ ମଧ୍ୟ ଆଉ ନିନ୍ଦା ତାଡନାର ସମ୍ମୁଖୀନ ହେଉଅଛନ୍ତି। କିନ୍ତୁ ସେଥି ମଧ୍ୟରେ ପ୍ରଭୁ ଆଜି ଆମ ମାନଙ୍କୁ ସୁନ୍ଦର ସୁଯୋଗ ଦେଇ ତାଙ୍କର ସେବା କରିବା ପାଇଁ ସେ ଆମମାନଙ୍କୁ ସାହାଯ୍ୟ କରୁଅଛନ୍ତି। ସେଥିପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପ୍ରେଜ୍ ଦ ଲର୍ଡ। ଆସୁ ବାକ୍ୟର ନିକଟବର୍ତ୍ତୀ ହେବା। ଆଜି ଗୋଟିଏ ବାକ୍ୟ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ। ତାହା ହଉଛି ସମ୍ପର୍କ, ରିଲେସନସିପ। ମୋର ପ୍ରିୟ ଲୋକମାନେ, ରିଲେସନସିପ କହିଲେ ବା ସମ୍ପର୍କ କହିଲେ ଆମେ ଦେଖୁ ସମ୍ପର୍କ ଗୋଟେ ଏପରି ଏକ ବିଷୟ ଆଜି ଜଗତରେ ରହିଅଛି। ଭାଇ ଭାଇର ସମ୍ପର୍କ, ବାପ ପୁଅ ବା ମାତା ପିତା ସନ୍ତାନର ସମ୍ପର୍କ, ଫ୍ୟାମିଲି ବନ୍ଧୁ ବାନ୍ଧବର ସମ୍ପର୍କ ଆଜି ଗୋଟେ ନେଇ ଏ ଜଗତରେ ଆମେ ବାସ କରୁଅଛୁ। ଏଇ ଜଗତରେ ବାସ କରିବା ସମୟରେ ଆଉ ଆମେ ରିଲେସନସିପ ମଧ୍ୟରେ ବନ୍ଧା ହେଇକି ରହିଅଛୁ। ଆଉ ରିଲେସନସିପ ଏପରି ଏକ ବିଷୟ ଯାହା ପରିବାର ମଧ୍ୟକୁ କୁହାଯାଇଅଛି। ବାଇବେଲରେ ମଧ୍ୟ ତାହା ସ୍ଥାନ ପାଇଅଛି। ବାଇବେଲରେ ଯଦି ଆମେ ଦେଖୁ, ବେଳେ ବେଳେ ରିଲେସନସିପ ମଧ୍ୟରେ ଶତ୍ରୁତା ଜାତ ହୋଇଅଛି ଏବଂ ରିଲେସନସିପ ମଧ୍ୟରେ ବେଳେ ବେଳେ ପ୍ରେମ ଜାତ ହୋଇଅଛି।
ଆରମ୍ଭରୁ ଯଦି ଆମେ ଦେଖୁ, ଆରମ୍ଭରୁ ରିଲେସନସିପ ମଧ୍ୟରେ ଆମେ ଗୋଟେ ଶତ୍ରୁତା ପାଇପାରୁଅଛୁ। କଇନ ହେବଲ ପରିବାର ମଧ୍ୟରେ, ଦୁଇ ଭାଇ ମଧ୍ୟରେ, ରିଲେସନସିପ ମଧ୍ୟରେ ଯେତେବେଳେ ଆମେ ଦେଖୁ, ତାଙ୍କ ରିଲେସନସିପ ଏପରି ଥିଲା, ସମସ୍ତେ ଜାଣନ୍ତି ସେମାନେ ଆଉ ଆଦମଙ୍କ ଠାରୁ ଜାତ ବୋଲି। କିନ୍ତୁ ଯେତେବେଳେ ଜଣଙ୍କର ପ୍ରଶଂସା କରାଯାଉଛି, ଜଣଙ୍କର ନୈବେଦ୍ୟକୁ ଗ୍ରହଣ କରାଯାଉଛି, ଯେତେବେଳେ ଜଣକ ଆଉ ଉନ୍ନତି ଦେଖାଯାଉଛି, ସେତେବେଳେ ସେଇ ରିଲେସନସିପ ରେ କଣ ହଉଛି, ଶତ୍ରୁତା ସୃଷ୍ଟି ହଉଛି। ଜଣେ ଜଣଙ୍କର ଉନ୍ନତି, ଜଣଙ୍କର ପ୍ରଶଂସାକୁ ଦେଖି ସହି ପାରୁନାହିଁ। ଶେଷରେ ତାକୁ ବଧ କରିବା ପାଇଁ ବା ମାରିବା ପାଇଁ ମଧ୍ୟ ସେ ପଛକୁ ଯାଉନାହିଁ। ଆଉ ଏପରି ହେଲା, ସେ ତାକୁ ହତ୍ୟା ମଧ୍ୟ କରିଦେଲେ, ଜୀବନରୁ ମାରିଦେଲେ। ତାହା ଗୋଟେ ସମ୍ପର୍କ ଥିଲା ତାଙ୍କ ଭିତରେ, ଗୋଟେ ରିଲେସନସିପ ଥିଲା, ଭାଇ ଭାଇର ସମ୍ପର୍କ। କିନ୍ତୁ ସେ ସମ୍ପର୍କ ମଧ୍ୟରେ ସୃଷ୍ଟି ହେଲା କଳହ, ହିଂସା। ବାଇବେଲରେ ଆହୁରି ମଧ୍ୟ ଅଛି, ଯୋସେଫଙ୍କ ଜୀବନରେ ଦେଖନ୍ତୁ, ଯୋସେଫଙ୍କ ଠାରେ ପ୍ରଭୁଙ୍କର ଭୟର ଆତ୍ମା ଥିଲା ବୋଲି ବାଇବେଲ ପ୍ରକାଶ କରେ। ଆଉ ପ୍ରଭୁ ତାକୁ ସ୍ୱପ୍ନ ମାଧ୍ୟମରେ ଅନେକ ବିଷୟ ଜଣାଉଥିଲେ। ସେ ମଧ୍ୟ ଭାଇମାନଙ୍କର ସହିତ ବାସ କରୁଥିଲେ ଗୋଟେ ସମ୍ପର୍କକୁ ନେଇକି, ଗୋଟେ ସମ୍ପର୍କ, ଗୋଟେ ରିଲେସନସିପ ସେମାନଙ୍କ ମଧ୍ୟରେ ଥିଲା। କିନ୍ତୁ ସେ ରିଲେସନସିପ, ଯାହା କୁହାଯାଏ ବ୍ୟାଡ ରିଲେସନସିପ ଥିଲା। ଆଉ ସେମାନେ ସବୁବେଳେ ଚାହୁଁଥିଲେ ଯୋସେଫକୁ ମାରିବା ପାଇଁ, ତାଙ୍କ ଠାରୁ ଦୂରକୁ ପଠେଇଦେବା। ଆଉ ମାରିଲେ ମଧ୍ୟ, ଆଉ ବିକିଦେଲେ ମଧ୍ୟ, ସେମାନଙ୍କୁ ତାଙ୍କ ଠାରୁ ଦୂର କରିଦେଲେ। ବ୍ୟାଡ ରିଲେସନସିପ। ବାଇବେଲ ଆହୁରି ମଧ୍ୟ ଏପରି ରିଲେସନସିପ ଯାକ ଆମେ ଦେଖିବାକୁ ପାଇବା। ଗୁଡ ରିଲେସନସିପ କଣ ନା, ବାଇବେଲ ଆମେ ଦେଖୁଛୁ କଇନ ହନନ୍ୟ ସଫିରାଙ୍କ ବିଷୟରେ ଦେଖନ୍ତୁ। ହନନ୍ୟ ସଫିରା ଅବଶ୍ୟ ଭୁଲ କଲେ, ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲେ, କିନ୍ତୁ ତାଙ୍କ ଭିତରେ ଆଉ ଏକ ବିଷୟ ଆମକୁ ଶିକ୍ଷା ଦିଏ। କଣ? ଯଦି ତାକୁ ଆମେ ଟିକେ ପଜିଟିଭ ହିସାବରେ ନେବା, ସେ ତ ଭୁଲ କଲେ ଆମେ ଜାଣିଛୁ, କିନ୍ତୁ ଦେଖନ୍ତୁ ତାଙ୍କ ରିଲେସନସିପ, ସ୍ୱାମୀ ସ୍ତ୍ରୀର ରିଲେସନସିପ ଟିକେ ଦେଖନ୍ତୁ। ମରିବାକୁ ପଛେ ପଡୁ ଆମ ଦି ଜଣକୁ, କିନ୍ତୁ ଗୋଟିଏ କଥା ହିଁ ଆମେ କହିବୁ, ଗୋଟିଏ କଥା ହିଁ କହିବୁ। ସ୍ୱାମୀ ଯଦି ଭୁଲ କଥା କହିକି ଆଜି ମରିଗଲା ପ୍ରେରିତ ମାନଙ୍କର ସମ୍ମୁଖରେ, କିନ୍ତୁ ମୁଁ ଆଉ ତାର ଅପୋଜିଟ କଥା ମୁଁ କହିବି ନା, ଅଲଗା କଥା କହିବି ନାହିଁ, ମୁଁ ମଧ୍ୟ ସେଇ ସେମ କଥା କହିବି। ମାନେ ସେମାନେ ଗୋଟିଏ ମନରେ କାମ କରିଥିଲେ, ଦୁଇ ଜଣ ଯାକ ଏକମତ ହେଇକି କଣ କରିଥିଲେ, ଭୁଲ କରିଥିଲେ, ଆଉ ଦୁଇ ଜଣ ଯାକ ହିଁ ମଲେ। କିନ୍ତୁ ସେମାନଙ୍କର ଏକତାକୁ ଦେଖନ୍ତୁ ରିଲେସନସିପ ଭିତରେ। ସେ ତ ଭୁଲ କଲେ, କିନ୍ତୁ ତାଙ୍କର ଏକତା ଗୋଟେ ଷ୍ଟ୍ରଙ୍ଗ ଥିଲା। ଆହୁରି ମଧ୍ୟ ବାଇବେଲରେ ଅନେକ ବିଷୟ ଅଛି, ଅନେକ ରିଲେସନସିପ, ଅନେକ ବନ୍ଧୁତା ବିଷୟରେ ଅଛି। କିନ୍ତୁ ମୋର ପ୍ରିୟ ଲୋକମାନେ, ଯେତେବେଳେ ପରିବାର ନେଇକି ଆମେ ଏଇ ଜଗତରେ ବାସ କରୁଛୁ, ପାରିବାରିକ ଜୀବନ କାଟୁଛୁ, ଭାଇ ବନ୍ଧୁ, ଏମିତି ସନ୍ତାନ ସନ୍ତତି, ପିତାମାତାଙ୍କ ମଧ୍ୟରେ ସମ୍ପର୍କ, ସ୍ୱାମୀ ସ୍ତ୍ରୀର ସମ୍ପର୍କ, ଏଇ ସମସ୍ତ ବିଷୟରେ ଯେତେବେଳେ ଆମେ ଏସବୁ ନେଇକି ବାସ କରୁଛୁ ଜଗତରେ, ତ ଆମକୁ ଆମର ସମ୍ପର୍କ କେମିତି ରଖିବା ଆବଶ୍ୟକ। ବେଳେ ବେଳେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମଧ୍ୟ ମନୋମାଳିନ ହୁଏ, ଅଶାନ୍ତି ଦେଖାଯାଏ, ଝଗଡା ସୃଷ୍ଟି ହୁଏ। ସେମାନେ ପରସ୍ପରକୁ ଜାଣନ୍ତି, ସେମାନେ ଗୋଟେ ଅ ସମ୍ପର୍କରେ ବନ୍ଧା ହେଇଛନ୍ତି, କିନ୍ତୁ
ସେ ସମ୍ପର୍କରେ ବେଳେ ବେଳେ ଏପରି ବିଷୟ ଦେଖା ଯାଇଥାଏ ଯୋ ଦ୍ୱାରା କଣ ହୋଇଥାଏ, ସେ ସମ୍ପର୍କ ଭାଙ୍ଗିବା ପାଇଁ ବସେ। ସେଇ ସମ୍ପର୍କରେ ଅଶାନ୍ତି ଆସିଥାଏ, ସେଇ ସମ୍ପର୍କରେ ଝଗଡା ସୃଷ୍ଟି ହୋଇଥାଏ। ତ କଣ ଅଭାବ ଅଛି ଯେ ଆଜି ଆମ ରିଲେସନସିପ ମଧ୍ୟରେ ଦୁର୍ବଳତା ଦେଖାଯାଉଛି? ମ୍ୟାରେଜ ସମୟରେ, ଖ୍ରୀଷ୍ଟିଆନ ମ୍ୟାରେଜ ସମୟରେ ଗୋଟେ ସୁନ୍ଦର ବିଷୟ କୁହାଯାଏ, କଣ ବୋଲି? ସ୍ଵାମୀକୁ ମଧ୍ୟ କୁହାଯାଏ, ସ୍ତ୍ରୀକୁ ମଧ୍ୟ କୁହାଯାଏ। ଆଉ ବାହାଘର ସମୟରେ ବିଧିରେ କୁହାଯାଏ କଣ? ଯଦି ତୁମେ ତାକୁ ସ୍ଵାମୀ ଭାବରେ ପାଇବା ପାଇଁ ଚାହଁ, ତାହେଲେ ତୁମେ କଣ ତାର ଦୁଃଖରେ, ସୁଖରେ, ଅଭାବରେ, ଅନାଟନ ଅବସ୍ଥାରେ, ସମସ୍ତ ଅବସ୍ଥାରେ ତୁମେ କଣ କରିବ? ତାକୁ ସପୋର୍ଟ କରିବ, ତାକୁ ଆଡଜଷ୍ଟ କରିବ ବୋଲି ଅତି ସୁନ୍ଦର ପଦ କୁହାଯାଏ। କିନ୍ତୁ ବାହାଘରର କିଛି ମାସ ବା କିଛି ବର୍ଷ ପରେ ଦେଖାଯାଏ ସେଇ ଘରେ ଅଶାନ୍ତି ଅଛି। ସେଇ ବୈବାହିକ ଜୀବନରେ ଆଉ ଅଶାନ୍ତି ଦେଖିବା ପାଇଁ ମିଳେ। କଣ ପାଇଁ? ମୋର ପ୍ରିୟ ଲୋକମାନେ, 5ଟି ବିଷୟ ଅଛି, କିନ୍ତୁ ମୁଁ 3ଟି ବିଷୟ ଆଜି କହିବି। ଯଦି ଆମ ମାନଙ୍କର ସମ୍ପର୍କକୁ ଆମେ ଦୃଢ କରିବା ପାଇଁ ଚାହୁଁ, 3ଟି ବିଷୟ କରିବା ଆବଶ୍ୟକ। ଗୋଟେ ହେଲା ଅଣ୍ଡରଷ୍ଟାଣ୍ଡିଂ, ଆଉ ଗୋଟେ ହେଲା ସପୋର୍ଟ, ଆଉ ଗୋଟେ ହେଲା ପ୍ରେମ, ଲଭ। ଏ ତିନୋଟି ବିଷୟ ବହୁତ ଗୁରୁତ୍ୱପୂର୍ଣ୍ଣ ଆମ ମାନଙ୍କର ଜୀବନ। ଯେତେବେଳେ ଆମେ ବୈବାହିକ ଜୀବନ ଅତିବାହିତ କରୁଛୁ, ସେତେବେଳେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବୁଝାବଣା, ଅଣ୍ଡରଷ୍ଟାଣ୍ଡିଂ ଠିକ ଥିବା ଦରକାର। କେହି ଆ ନିଜକୁ ଯୋଉଟା ଆସୁଛି ସେଟାକୁ କରି ବସନ୍ତୁ ନାହିଁ, ଜିଦି ଧରି ବସନ୍ତୁ ନାହିଁ। ଯୋଉଟା ଏଇଟା ହବ ତ ହବ, ଆଜି ସେମିତି ଦେଖାଯାଉଛି। ସ୍ଵାମୀର କଣ ଥାଉ କି ନଥାଉ, ସେ କଣ ରୋଜଗାର କେମିତି କରୁଛି, କଣ କରୁଛି, ସେଇଟା ବିଷୟରେ ଥାଉ କି ନଥାଉ, କିନ୍ତୁ ମତେ ଏଇଟା ଇଚ୍ଛା ହଉଛି ମାନେ ମୁଁ ଏଇଟା କିଣିବି, ମତେ ଏଇଟା ଇଚ୍ଛା ହଉଛି ମାନେ ମୁଁ ଲଗେଇବି, ମତେ ଏଇଟା ଇଚ୍ଛା ହଉଛି ମାନେ ମୁଁ ଏଇଟା କରିବାଟା କରିବି, କାରଣ ମତେ ଇଚ୍ଛା ହଉଛି ନା। ତ ଏଇଭଳି ବେଳେ ବେଳେ ଭାବନ୍ତି ସ୍ତ୍ରୀ ମାନେ। ସ୍ଵାମୀ ମାନେ ମଧ୍ୟ ବେଳେ ବେଳେ ଆ ସେ ସ୍ତ୍ରୀ କଣ କରିବ, ମୁଁ ଯୋଉଟା କହିବି ସେଟା ହବ ବୋଲି କୁହନ୍ତି। ମୁଁ ଯୋଉଟା କହିବି ସେଟାରେ ହିଁ ସମସ୍ତେ ଚାଲିବ, ସେ ଚାଲିବ ବୋଲି ସେମାନେ ଭାବନ୍ତି। ଦି ଜଣଙ୍କ ମଧ୍ୟରେ ଅଣ୍ଡରଷ୍ଟାଣ୍ଡିଂ ନଥାଏ, ଏକତା ନଥାଏ, ଏକ ମନ ନଥାଏ। ବେଳେ ବେଳେ ସ୍ଵାମୀ ମଧ୍ୟ ସ୍ତ୍ରୀ କୁ ନ ଜଣେଇ ବା ସ୍ତ୍ରୀ ମାନେ ସେ କିଛି ଜାଣୁ କି ନ ଜାଣୁ, ମୁଁ ମୋର ଏଇଟା କରିବାଟା କରିବି, ମତେ ଏଇଟା ଭଲ ଲାଗୁଛି ମୁଁ ଏଇଟା କହିବି, ଏମିତି ଭାବିକି ବେଳେ ବେଳେ କାମ କରନ୍ତି। ଏକତା ନଥାଏ। କିନ୍ତୁ ବାଇବେଲ କଣ କହେ ଜାଣିଛନ୍ତି? ସେମାନେ ଆଉ ଦୁଇ ନୁହନ୍ତି, ସେମାନେ ଏକ। ସେମାନେ ପିତାମାତାକୁ ଛାଡି ସେମାନେ କଣ କରିବେ? ଆଉ ଏକତାରେ ବାସ କରିବେ। ପରସ୍ପର ମିଳିତ ଭାବରେ ଯାହା କିଛି କରୁଛନ୍ତି, ସେମାନେ ଏକ ମନରେ ଆଗକୁ ନେଇକି ବଢିବେ। ସବୁ କିଛି ବୁଝାବଣାର ସହିତ ଜୀବନ କାଟିବେ। କିନ୍ତୁ ଆଜି ଆମର ସମ୍ପର୍କ ମଧ୍ୟରେ, ରିଲେସନସିପ ମଧ୍ୟରେ କଣ ଥାଏ? ଏକତା ନଥାଏ। ୟୁନିଟ ଯୋଉଟା କୁହନ୍ତି, ଏକତା ନଥାଏ ଆମର। ଆଉ ଆ ବୁଝାବଣା ନଥାଏ। ଆମେ ପରସ୍ପରକୁ ବୁଝି ପାରି ନଥାଉ। ଯେତେବେଳେ ଆମେ ପରସ୍ପରକୁ ବୁଝି ନଥାଉ, ସେତେବେଳେ ଆମ ରିଲେସନସିପ ରେ ଟିକେ ବାଧା ଆସିଥାଏ। ବେଳେ ବେଳେ ପ୍ରେମର ମଧ୍ୟ ଅଭାବ ଦେଖାଯାଇଥାଏ। ଆଜି ପ୍ରେମର ଅଭାବ ଥିବା ସକାଶୁ ସ୍ତ୍ରୀ ଥାଉ ଥାଉ ସ୍ୱାମୀ ଅବାଟରେ ଯାଉଛି, ପର ସ୍ତ୍ରୀ ପ୍ରତି ଲୋଭାନ୍ୱିତ ହେଉଛି। ଆଜି ସ୍ୱାମୀ ଥାଉ ଥାଉ ମଧ୍ୟ ସ୍ତ୍ରୀ ମଧ୍ୟ ଅବାଟରେ ଯାଉଛି। କଣ ପାଇଁ? ସେମାନଙ୍କ ମଧ୍ୟରେ ପ୍ରେମ ନାହିଁ, ପ୍ରେମର ଅଭାବ। ସେମାନେ ଅନ୍ୟକୁ ପ୍ରେମ କରିବା ପାଇଁ ଲାଗୁଛି। ସପୋର୍ଟ, ସ୍ୱାମୀର ଅଭାବ ସମୟରେ ବା ସ୍ତ୍ରୀର କାର୍ଯ୍ୟ ସମୟରେ ପରସ୍ପରକୁ ସପୋର୍ଟ କରିବା ନିହାତି ଆବଶ୍ୟକ। ସେମିତି ପିଲାମାନେ ମଧ୍ୟ ନିଜର ବାପା ମାକୁ ସ୍ନେହ କରିବା, ପ୍ରେମ କରିବା, ସେମାନଙ୍କର କଥା ଶୁଣିବା,
ସେମାନଙ୍କୁ ସପୋର୍ଟ କରିବା, এই ସବୁ ବିଷୟ ଆମ ରିଲେସନସିପ ରେ ନିହାତି ରହିବା ଆବଶ୍ୟକ। ଆଜି ପିଲାମାନେ ବାପା ମାଙ୍କୁ ବୁଝନ୍ତି ନାହିଁ, ସପୋର୍ଟ କରନ୍ତି ନାହିଁ, ପ୍ରେମ କରନ୍ତି ନାହିଁ। ସେମାନେ ମଧ୍ୟ ଯାହା ସେମାନଙ୍କର ମନକୁ ଆସିଲା ସେମାନେ ପରିବସନ୍ତି। ଆଉ ସେମାନେ ମଧ୍ୟ ସେମାନଙ୍କର ବୁଝାବଣା ଠିକ ରଖନ୍ତିନି। এটা হচ্ছে ଫ୍ୟାମିଲିର ରିଲେସନସିପ। ମୋର ପ୍ରିୟ ଲୋକମାନେ, ଏଇ ରିଲେସନସିପ ଯୋଉ ଫ୍ରେଣ୍ଡସିପ ସପୋର୍ଟ ର ଗୋଟେ ପଦ ମଧ୍ୟ ରହିଛି। ଆଉ ଯଦି ଆମେ ଦେଖୁ ଯେ ସୋସିଆଲ ରିଲେସନସିପ କହିଲେ the Bible encourage building provides relationship with neither with follow believe। ସୋସିଆଲ ରିଲେସନସିପ ତ ଆମେ ଜଗତରେ ବାସ କରୁଛୁ, ଯୋଉ ଲୋକମାନେ ଆମ ଚତୁଃପାର୍ଶ୍ୱରେ ଅଛନ୍ତି ସେମାନଙ୍କ ସହିତ ଆମେ କେମିତି ରହିବା? ବାଇବେଲ କହେ ତୁମ ପଡୋଶୀକୁ ତୁମେ ପ୍ରେମ, ଆତ୍ମତୁଲ୍ୟ ପ୍ରେମ କର, ସେମାନଙ୍କ ସହିତ ଶାନ୍ତିରେ ରୁହ। କିନ୍ତୁ ଆଜି କଣ ହେଉଛି ନା ଆମର ଯୋଉ ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କ ସହିତ ଆମର ଭଲ ସମ୍ପର୍କ ନଥାଏ। ବେଳେ ସେମାନଙ୍କ ସହିତ ଆମର ପ୍ରାୟ ଝଗଡା ହୋଇଥାଏ, ମନମାଳିନ ହୋଇଥାଏ। ସେମାନଙ୍କ ସହିତ ବା ଆମର ପ୍ରେମ ସେମାନେ ଦେଖି ପାରନ୍ତି ନାହିଁ। ପ୍ରଭୁ ଯେପରି କହିଲେ ସେପରି ହୋଇପାରେ ନାହିଁ। ବେଳେ ବେଳେ ଆମ ମାନଙ୍କର ଦୁର୍ବଳତା ସକାଶେ, ପ୍ରେମର ଅଭାବ ସକାଶେ ଆମେ କଣ ହେଇଥାଏ, ବେଳେ ବେଳେ ଆମର ପଡୋଶୀ ସହିତ ମଧ୍ୟ ଆମେ ଶତ୍ରୁତା ସ୍ଥାପନ କରିଥାଉ। ମୋର ପ୍ରିୟ ଲୋକମାନେ, ରିଲେସନସିପ ବନ୍ଧୁତା ବା ସମ୍ପର୍କ ଏପରି ଏକ ବିଷୟ, ଯଦି ଭଲ ରିଲେସନସିପ ଆମର ଲୋକମାନଙ୍କ ସହିତ ଅଛି, ପରିବାରରେ ଅଛି, ତାହେଲେ ଆମେ ଟିକେ ଶାନ୍ତିରେ ବାସ କରିପାରେ। ତ ସେଇ ରିଲେସନସିପ କୁ ଦୃଢ କରିବା ପାଇଁ, ସେଇ ରିଲେସନସିପ କୁ ଉତ୍ତମ କରିବା ପାଇଁ ଆମକୁ ସୋସିଆଲ ରିଲେସନସିପ ବା ଜାଗତିକ ଲୋକମାନେ ଯୋଉ ଆମ ଚତୁଃପାର୍ଶ୍ୱ ଲୋକମାନେ ସେମାନଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହେଲେ ଆମକୁ ସେମାନଙ୍କୁ ଆତ୍ମତୁଲ୍ୟ ପ୍ରେମ କରିବା। ସ୍ୱାମୀ ସ୍ତ୍ରୀ ପରିବାର ଫ୍ୟାମିଲି ମଧ୍ୟରେ ଯଦି ଭଲ ରିଲେସନସିପ ରଖିବାକୁ ହେଲେ ଆମକୁ ପରସ୍ପରକୁ ପ୍ରେମ କରିବାକୁ, ଆମକୁ ପରସ୍ପରକୁ ସାହାଯ୍ୟ କରିବାକୁ ପଡିବ। ଆମ ପରସ୍ପର ଭିତରେ ଆମର ଭଲ ବୁଝାବଣା ରହିବ। ହାଲେଲୁୟା। ତ ଏଇଟା ପ୍ରଭୁ ଚାହାନ୍ତି, ପ୍ରଭୁ ଏଇପରି କରନ୍ତୁ ବୋଲି ମାନେ ପ୍ରଭୁ ଏ ବିଷୟକୁ ଚାହାନ୍ତି। ଆମେ ଟିକେ ପଢିବା ଯୋହନ ତାର 13:34-35 ପଦ। କି ପାଇଲେ ଯଦି ପଢିବେ। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମମାନଙ୍କୁ ଦେଉଅଛି, ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି ତୁମେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। ଯଦି ତୁମମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହେଲେ ତୁମେମାନେ ଯେ ମୋର ଶିଷ୍ୟ, ଏହା ସମସ୍ତେ ତଦ୍ୱାରା ଜ୍ଞାତ ହେବେ। Praise the Lord. Hallelujah. A new command I give you, love one another। ପ୍ରଭୁ କହିଲେ ଏଇ ନୂତନ ଆଜ୍ଞା ମୁଁ ତୁମମାନଙ୍କୁ ଦଉଛି, ତୁମେ କଣ କର? ପରସ୍ପରକୁ ପ୍ରେମ, ପରସ୍ପରକୁ ସ୍ନେହ କର। କାରଣ ଏ ରିଲେସନସିପ ରେ ବା ଏଇ ସମ୍ପର୍କ ମଧ୍ୟରେ, ବନ୍ଧୁତା ମଧ୍ୟରେ ପ୍ରେମ ନିହାତି ଆବଶ୍ୟକ, ଆତ୍ମତୁଲ୍ୟ ପ୍ରେମ କରିବା ଆବଶ୍ୟକ। କାରଣ ପ୍ରଭୁ କହିଲେ ମୁଁ ଯେ ତୁମମାନଙ୍କୁ ପ୍ରେମ କରୁଅଛି,
ତୁମେ ମାନେ ମଧ୍ୟ ସେହିପରି ପରସ୍ପରକୁ କଣ କର? ପ୍ରେମ। ଏହା ମୁଁ ତୁମମାନଙ୍କୁ ନୂତନ ଆଜ୍ଞା ଦେଉଅଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଲୋକମାନେ, ଏହା ହଉଛି ଫ୍ୟାମିଲିର ରିଲେସନସିପ, ସୋସିଆଲ ରିଲେସନସିପ। ଆମେ ପରସ୍ପରକୁ ପ୍ରେମ କରିବା, ପରସ୍ପରକୁ ସପୋର୍ଟ କରିବା, ପରସ୍ପର ସହିତ ଭଲ ବୁଝାବଣା ନେଇକି ଚାଲିବା, ତାହେଲେ ଆମର ସମ୍ପର୍କ ବା ଆମର ରିଲେସନସିପ ଗୋଟେ ଗୁଡ ରିଲେସନସିପ ହେଇଥାଏ। ଆଉ ପ୍ରଭୁଙ୍କ ସହିତ ରିଲେସନସିପ। ମୋର ପ୍ରିୟ ଲୋକମାନେ, ପ୍ରଭୁ ଏ ଜଗତକୁ ଆସିଲେ, ଆମମାନଙ୍କ ପାଇଁ ମୃତ୍ୟୁବରଣ କଲେ, ଦୁଃଖ କଷ୍ଟ ସହିଲେ। ଏହା ପଛରେ ମଧ୍ୟ ଅନେକ ଆଉ ଆଶ୍ଚର୍ଯ୍ୟ ବିଷୟ ଗୁଡିକ ରହିଅଛି। ପ୍ରଭୁ ସେ ସ୍ୱର୍ଗର ସୁଖ ଛାଡି ଜଗତକୁ ଆସିଲେ, ପିତା ତାଙ୍କୁ ପଠେଇଲେ ଜଗତକୁ। ସେ ଆମମାନଙ୍କ ପାଇଁ ମୃତ୍ୟୁବରଣ କଲେ। ଆଉ ଆମମାନଙ୍କୁ ଆଜି ଯାହା କିଛି ସେ କହି ଯାଇଛନ୍ତି ବାକ୍ୟ ମଧ୍ୟରେ, ତାକୁ ଫଲୋ କରିବା ଜଣେ ପ୍ରକୃତ ବିଶ୍ୱାସୀର କର୍ତ୍ତବ୍ୟ। ତାଙ୍କ ସହିତ ଭଲ ରିଲେସନସିପ ରଖିବାକୁ ହେଲେ ତାଙ୍କର ପ୍ରତିଟି କଥାରେ ଚାଲିବାକୁ ପଡେ। ଆଜି ଦେଖନ୍ତୁ, ସମସ୍ତେ ପ୍ରଭୁକୁ ଜାଣନ୍ତି, ପରିଚୟ ଅଛି, ପରସ୍ପର ମଧ୍ୟରେ ପରିଚୟ ଅଛି, କିନ୍ତୁ ରିଲେସନସିପ ଅଛି ତ? ପରିଚୟ କଣ ବୋଲି ଆମେ ସମସ୍ତେ ଜାଣିଛୁ। ଯୀଶୁ ଖ୍ରୀଷ୍ଟ ସେ ପିତାଙ୍କର ଦ୍ୱିତୀୟ ପୁତ୍ର, ସେ ଜଗତକୁ ଆସିଲେ, ମୃତ୍ୟୁବରଣ କଲେ, ଦୁଃଖ କଷ୍ଟ ସହିଲେ, ଆମମାନଙ୍କୁ ଉଦ୍ଧାର କରିବାର ପଥ ଦେଖାଇଲେ। ଆମେ ସମସ୍ତେ ଜାଣିଛୁ, ପରିଚୟ ପାଇଛୁ ଆମେ ଯୀଶୁଙ୍କର। ଯୀଶୁ ଏସବୁ କରିପାରନ୍ତି, ସେ ଏଭଳି, ସେ ଏମିତି କରିପାରନ୍ତି, ସେମିତି କରିପାରନ୍ତି, ଆମେ ସବୁ ଜାଣିଛୁ, ପରିଚୟ ଅଛି ଆମର। କିନ୍ତୁ ତାଙ୍କ ସହିତ ସମ୍ପର୍କ, ଯୀଶୁଙ୍କ ସହିତ ସମ୍ପର୍କ ଆମର କେମିତି ହେବା? ମୋର ପ୍ରିୟ ଲୋକମାନେ, ଆଇବକୁ ଜୀବନ ଆଇବ ଯୀଶୁଙ୍କୁ ପ୍ରେମ କରନ୍ତି। ସେ ଧାର୍ମିକ ଜୀବନ କାଟିଲେ, ସେ ପ୍ରଭୁଙ୍କୁ ପ୍ରେମ କଲେ, ସେ ପ୍ରଭୁଙ୍କର ପରିଚୟ ଜାଣନ୍ତି, କିନ୍ତୁ ତାଙ୍କୁ ପ୍ରେମ ମଧ୍ୟ ସେ କରନ୍ତି। ତ ତାଙ୍କର ରିଲେସନସିପ କିପରି ଥିଲା? ଆଜି ବେଳେ ବେଳେ ଆମ ଜୀବନରେ ଦୁଃଖ କଷ୍ଟ ସମସ୍ୟା ଆଉ ଏସବୁ କଣ ହୁଏ, ଲଙ୍ଗ ଟାଇମ ପର୍ଯ୍ୟନ୍ତ ଆମ ସହିତ ରହେ। ଆଜି ପ୍ରାୟ ବିଶ୍ୱାସୀ ମାନେ କଣ ହୁଅନ୍ତି, ଦୁଃଖପୂର୍ଣ୍ଣ ଜୀବନ କାଟନ୍ତି, ସମସ୍ୟାପୂର୍ଣ୍ଣ ଜୀବନ କାଟନ୍ତି। ସେମାନଙ୍କ ଠାରୁ ସମସ୍ୟା ଛାଡିକି ଯାଏ ନାହିଁ, ଦୁଃଖ ଛାଡିକି ଯାଏ ନାହିଁ। ସେମାନେ ଆଉ ଚାହିଁଲେ ମଧ୍ୟ ସେଥିରୁ ବାହାରି ପାରନ୍ତି ନାହିଁ। ବେଳେ ବେଳେ ସେମାନଙ୍କର ପ୍ରାର୍ଥନାର ଉତ୍ତର ମଧ୍ୟ ଆସୁନାହିଁ। କିନ୍ତୁ ଯଦି ପ୍ରାର୍ଥନାର ଉତ୍ତର ଆସୁନାହିଁ, ଯଦି ସମସ୍ୟା ଜୀବନରୁ ଛାଡିକି ଯାଉନାହିଁ, ଟିକେ ଭାବିବା ଦରକାର, ଟିକେ ଚିନ୍ତା କରୁ, କଣ ଆଜି ଏପରି ହେଲା ଯେ ଯୀଶୁଙ୍କୁ ଜାଣିକି ମଧ୍ୟ, ସତ୍ୟ ପରମେଶ୍ୱରଙ୍କୁ ଜାଣିକି ମଧ୍ୟ ଆଜି ଆମ ଜୀବନରୁ ଦୁଃଖ ଯାଉନାହିଁ, ସମସ୍ୟା ଯାଉନାହିଁ। ମୋର ପ୍ରିୟ ଲୋକ, ଆଜି ଏସବୁ ଯଦି ହେଉଅଛି, ତାହେଲେ ପରମେଶ୍ୱର ଏବଂ ଆମ ମଧ୍ୟରେ ସମ୍ପର୍କ ମଧ୍ୟରେ କିଛି ତ୍ରୁଟି ଅଛି, ଆମ ରିଲେସନସିପ ମଧ୍ୟରେ କିଛି ତ୍ରୁଟି ଅଛି। ପ୍ରଭୁଙ୍କ ସହିତ ହୁଏତ ଆମର ଭଲ ସମ୍ପର୍କ ନାହିଁ। ଆଜି ସେଇଭଳି ହଉଛି ମଣ୍ଡଳୀ ମଧ୍ୟରେ। ଆଜି ଦେଖନ୍ତୁ, ପ୍ରାୟ ବିଶ୍ୱାସୀ ମାନେ ଚର୍ଚ୍ଚ ଯାଆନ୍ତି, ପ୍ରାୟତଃ ଯାଆନ୍ତି ନାହିଁ, ପ୍ରାୟ ଚର୍ଚ୍ଚ ଯାଆନ୍ତି, ପ୍ରାର୍ଥନା ସାମିଲ ହୁଅନ୍ତି, ଆରାଧନାରେ ସାମିଲ ହୁଅନ୍ତି, କିନ୍ତୁ ସେମାନଙ୍କର ଜୀବନକୁ ଟିକେ ଦେଖ, ପାପମୟ ଜୀବନ, ନିଶା ଦ୍ରବ୍ୟରେ ବୁଡି ରହିବା ଜୀବନ, ବ୍ୟଭିଚାରରେ ଜୀବନ। ଆଜିକାଲି ପୁଅ ଝିଅ ମାନେ ଆଜି ଜଗତର ବ୍ୟଭିଚାରରେ, ଜଗତର ବିଷୟରେ ଲାଳାୟିତ ଜୀବନ, ଏଇପରି ଜୀବନ କାଟୁଅଛନ୍ତି। ଜଗତର ବିଷୟ ଗୁଡିକ ସେମାନଙ୍କୁ ବହୁତ ଭଲ ଲାଗୁଛି, ଜଗତ ସହିତ ଭଲ ସମ୍ପର୍କ ଅଛି। ଆଜି ପ୍ରାୟ ସମସ୍ତଙ୍କ ଜୀବନ ଜଗତ ସହିତ ବହୁତ ବଢିଆ ସମ୍ପର୍କ। ପ୍ରାର୍ଥନା ପଥେ ଛାଡିଦେବୁ,
କିନ୍ତୁ କାମ ଛାଡିବୁନି। ରବିବାର ଦିନ ମଧ୍ୟ ଚର୍ଚ୍ଚ ବୋଧେ ଛାଡିଦେବୁ, କିନ୍ତୁ ଆମେ କାମ ଯିବୁ। ଏପରି ହଉଛି, ଚର୍ଚ୍ଚ ମଧ୍ୟ ଆସନ୍ତି ନାହିଁ। ଜଗତର ପ୍ରତ୍ୟେକ ବିଷୟରେ ଏତେ ଆଟାଚ, ଏତେ ଲାଳାୟିତ ହେଇକି ଅଛନ୍ତି। ଜଗତର ପ୍ରତିଟି ବିଷୟ ତାଙ୍କୁ ବହୁତ ଭଲ ଲାଗୁଛି। ପ୍ରତିଟି ବିଷୟ ସହିତ ଭଲ ସମ୍ପର୍କ ଅଛି, କିନ୍ତୁ ପ୍ରଭୁଙ୍କ ସହିତ ଭଲ। ପ୍ରଭୁଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହେଲେ ଆମକୁ ପବିତ୍ର ଜୀବନ କାଟିବ। ପ୍ରଥମେ ଆମକୁ ପବିତ୍ର ହେବାକୁ ପଡେ, କାରଣ ପ୍ରଭୁ କହିଲେ ପ୍ରଥମ ପିତର ତାର 1:16 ପଦରେ, କାରଣ ଲେଖା ଅଛି ତୁମେ ପବିତ୍ର ହୁଅ, ଆମେ ପବିତ୍ର। ପ୍ରଭୁ କହୁଛନ୍ତି ତୁମେ ପବିତ୍ର ଜୀବନ କାଟ, କାରଣ ଆମେ ପବିତ୍ର। ସେ କାହିଁକି ଏ ବିଷୟ କହିଲେ? କାରଣ ଅପବିତ୍ରତା, ଅଶୁଚିତା ପବିତ୍ର ପରମେଶ୍ୱରଙ୍କ ସହିତ ବାସ କରିପାରିବ ନାହିଁ। ଅପବିତ୍ରତା ପବିତ୍ରତାର ସହିତ ରହିପାରିବ ନାହିଁ। ତ ସେଥିପାଇଁ କହିଲେ ମୁଁ ପବିତ୍ର, ତୁମକୁ ପବିତ୍ର ହେବାକୁ ପଡିବ, ପବିତ୍ର ହୁଅ ବୋଲି ପ୍ରଭୁ। ମୋର ପ୍ରିୟ ଲୋକମାନେ, ଯଦି ପରମେଶ୍ୱରଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବା ପାଇଁ ଚାହୁଁଛୁ, ତାହେଲେ ପ୍ରଭୁଙ୍କର ଗୋଟିଏ ଆଦେଶ, ଆମକୁ ପବିତ୍ର ହେବାକୁ, ଧାର୍ମିକ ଜୀବନ କାଟିବାକୁ, ସୂଚି ନିର୍ଦୋଷତା ଜୀବନ କାଟିବାକୁ। ଯେପରି ଗୋଟିଏ କୁହାଗଲା, ପ୍ରଭୁଙ୍କର ମନ ନେଇକି ଚାଲ, ଫିଲିପିଓ 2:5। ପ୍ରଭୁଙ୍କର ଯେପରି ମନ ଥିଲା, ଆମ ମାନଙ୍କର ମନ ମଧ୍ୟ ସେପରି ହେବା ଦରକାର, ଯଦି ପ୍ରଭୁଙ୍କ ସହିତ ଆମର ଭଲ ରିଲେସନସିପ ଆମେ ରଖିବା ପାଇଁ ଚାହୁଁଛୁ। ପ୍ରଭୁଙ୍କର କଣ ମନ ଥିଲା? ଦୟା କରିବାର ମନ, କ୍ଷମା କରିବାର ମନ, ପରସ୍ପର ମିଳିତ ରହିବାର ମନ, ସାହାଯ୍ୟ ସହଯୋଗ। ମାନେ ତାଙ୍କର ମନ ଏ ଜଗତ ଠାରୁ ଭିନ୍ନ ଥିଲା। ଜଣେ ମାରିଦେଲେ ଚାପୁଡେ ମଧ୍ୟ ସେ କହିଲେ, ବାଇବେଲ ଆମେ ତ ସେମିତି କରିପାରୁନୁ, କିନ୍ତୁ ବାଇବେଲରେ କୁହାଯାଇଛି ତମକୁ ଯଦି ଗୋଟିଏ ଗାଲରେ ମାରା ହଉଛି ଆଉ ଗୋଟିଏ ଗାଲ ଦେଖନ୍ତୁ ପ୍ରଭୁଙ୍କର ମନ କିପରି। କିନ୍ତୁ ଆଜି ଆମ ମାନଙ୍କର ମନ କଣ? ଚର୍ଚ୍ଚରେ ବସିଥିବୁ, ଚର୍ଚ୍ଚରୁ ବାହାରିଲା ପରେ ମଧ୍ୟ ୟା ବିରୁଦ୍ଧରେ, ତା ବିରୁଦ୍ଧରେ, ତା ସହିତ ଚୁଗଲି କରିବା, ତା ସହିତ ଚୁଗଲି କରିବା, ତା ବିରୁଦ୍ଧରେ କହିବା, ତା ବିରୁଦ୍ଧରେ କହିବା, ଲୋଭ କରିବା। କେତେ କେତେ ଅଛନ୍ତି ତ ସୁନା ପାଗଳି ମାନେ ଅଛନ୍ତି। ଏ ସୁନା ରୂପାରେ ଏତେ ପାଗଳ ଥିବେ ଯେ ସେଟା ନହେଲେ ବଞ୍ଚିବେ ନାହିଁ। କିଏ ତ ଅନ୍ୟର ଶାଢୀ, ଅନ୍ୟର ଡ୍ରେସକୁ ଦେଖିକି ମଧ୍ୟ ମାନେ ମତେ ବି ଏଟା ଦରକାର ବୋଲି କହିକି ମାନେ ସେଇ ମନ ପ୍ରଭୁଙ୍କର ନାହିଁ। ପ୍ରେରିତ ପାଉଲ କହିଲେ, ମୁଁ ଦୀନତା ଭୋଗ କରି ଜାଣେ, ମୁଁ ଉନ୍ନତ ମାନେ ବହୁତ ମଧ୍ୟ ଭୋଗ କରି ଜାଣେ। ସେ ସବୁ ବିଷୟକୁ ଜାଣନ୍ତି, ମେଣ୍ଟେନ କରିକି ଚାଲିବେ। ତ ଆଜି ଆମ ମାନଙ୍କର ମନ କିପରି? ଆମେ ଆମର ଜିଦିରେ ଅଟଳ ଅଛୁ, ଚୁଗଲି କରିବାରେ ଅଟଳ ଅଛୁ, ଆଉ ପର ବିରୁଦ୍ଧରେ ଲୋଭ କରିବାରେ, ହିଂସା କରିବାରେ, ଝଗଡା କରିବାରେ, ମିଛ କହିବାରେ, ଏ ସବୁରେ ଆମେ ବହୁତ ପାରମ୍ପରିକ। ସବୁ ବିଷୟ ଆମେ ବହୁତ ବଢିଆରେ ଜାଣିଛୁ। ମୋର ପ୍ରିୟ ଲୋକମାନେ, ଏଇଟା ପ୍ରଭୁଙ୍କର ମନ। ପ୍ରଭୁଙ୍କର ମନ ନିର୍ମଳ, ସ୍ୱଚ୍ଛ। ଜଣେ ଟାଣରେ ପଦେ କଥା କହିଦେଲେ ମଧ୍ୟ ଯଦି ଆମ ପ୍ରଭୁଙ୍କର ପ୍ରେମ ଆମ ଜୀବନରେ ଅଛି, ତାହେଲେ ଆମେ ସରଳ ଭାବରେ ତାର ସହିତ କଥା ହେବା ପାଇଁ ବାଇବେଲ ଆମକୁ କହୁଛି। ଏହା ବାଇବେଲ ଆମମାନଙ୍କୁ କହୁଛି। ଆଉ ଏହା ଯଦି ବି ଆମେ ପାଳନ କରିପାରୁନୁ, କିନ୍ତୁ ପ୍ରାଣ କରିବାର ଅଛି ଏସବୁ ବିଷୟରେ। କାରଣ ଆମ ପ୍ରଭୁଙ୍କର ମନ ଏପରି ଥିଲା, ଆମର ମଧ୍ୟ ସେଇପରି ମନ ହେବା ଆବଶ୍ୟକ ବୋଲି, ତାଙ୍କ ପରି ଜୀବନ କାଟିବା ଆବଶ୍ୟକ ବୋଲି। ଯଦି ତାଙ୍କ ସାଦୃଶ୍ୟରେ ଆମେ ଗଢା ହେଇଅଛୁ, ଯଦି ତାଙ୍କ ରୂପରେ ଆମେ ଗଢିଛନ୍ତି, ତାହେଲେ ସେ ଯେପରି ଆମେ କାହିଁକି ସେପରି ହେଉନା? ତାଙ୍କ ସାଦୃଶ୍ୟରେ ଗଢା ହେଇଛୁ, କିନ୍ତୁ ସେ ଯୋଉଟା ଚାହୁଁଛନ୍ତି ସେଟା ଆମେ କରିପାରୁ। ମୋର ପ୍ରିୟ ଲୋକମାନେ, ଯଦି ପରମେଶ୍ୱରଙ୍କର ସାଦୃଶ୍ୟରେ ଆମେ ନିର୍ମିତ ହେଇଅଛୁ, ତାହେଲେ ପରମେଶ୍ୱର ଯେପରି ଆମକୁ ମଧ୍ୟ ସେପରି ହେବା ଆବଶ୍ୟକ। ଆମେ କୌଣସି ସେ
ଅନ୍ୟ ଏକ ରୂପ ପ୍ରଭୁ ଆମକୁ ଦେଇନା, ତାଙ୍କ ରୂପ ପ୍ରଭୁ ଆମକୁ ଦେଇଛନ୍ତି। ତ ସେ ଯେପରି ଆମକୁ ମଧ୍ୟ ସେପରି ହେବା ଆବଶ୍ୟକ। ସେ ଯେପରି ନମ୍ର ଆମକୁ ମଧ୍ୟ ନମ୍ର ହେବା ଆବଶ୍ୟକ। ବାଇବେଲରେ ମଧ୍ୟ କୁହାଯାଇଛି ମାଥ୍ୟୁ ତାର 11:29 ପଦରେ, ମୋ ଠାରୁ ଶିଖ, ମୁଁ ଏପରି ନମ୍ରଚିତ ହୃଦୟଶୀଳ, ତୁମେ ମାନେ ମଧ୍ୟ ସେପରି ହୁଅ, ତାହେଲେ ଆତ୍ମାରେ ବିଶ୍ରାମ ପାଇ। କିନ୍ତୁ ଆଜି ଆମମାନଙ୍କ ଜୀବନରେ ନମ୍ରତା, କିଏ ପଦେ କହିଲେ ଆମେ 10 ପଦ କହିଦଉଛୁ। ଝଗଡା କରିବା ପାଇଁ ଏକ୍ସପର୍ଟ, ଚୁଗଲି କରିବା ପାଇଁ ଏକ୍ସପର୍ଟ। ମାନେ ଆମ ଜୀବନରେ ମଧ୍ୟ ନମ୍ରତା ଦେଖାଯାଉ। ମୁଁ ଏସବୁ କାହିଁକି କହୁଛି? କାରଣ ପ୍ରଭୁଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ହେଲେ ଆମକୁ ଏସବୁ କରିବାକୁ, ଆମକୁ ପବିତ୍ର ଜୀବନ କାଟିବାକୁ ପଡିବ, ଧାର୍ମିକ ଜୀବନ କାଟିବାକୁ ପଡିବ। ଆମକୁ ପ୍ରଭୁଙ୍କର ମନ ନେଇକି ଚାଲିବାକୁ ପଡିବ, ନମ୍ରତା ଜୀବନ କାଟିବାକୁ ପଡିବ। ମୋର ପ୍ରିୟ ଲୋକମାନେ, ପ୍ରଭୁ ଗୌରବ ପାଆନ୍ତୁ, ଆଜି ସେ ଆମମାନଙ୍କୁ ଏସବୁ ଦେଇ କଥା ହଉଛନ୍ତି ଆଉ ତାଙ୍କର ଆଜ୍ଞାକୁ ଏସବୁକୁ ପାଳନ କରିବାକୁ ପଡିବ। ପ୍ରଭୁ ନିଜେ କହିଲେ, ମୁଁ ମୋ ପିତାକୁ ପ୍ରେମ କରୁଅଛି, ଆଉ ମୁଁ ଯେ ତାକୁ ପ୍ରେମ କରୁଅଛି ଆଉ ତାଙ୍କର ଆଜ୍ଞାକୁ ପାଳନ କରି ଏହା ଜଗତ ଜାଣୁ। ଯୋହନ ତାର 14:31 ପଦରେ ଏହା କହିଲେ। ପଢୁଛି ଆପଣ ମାନଙ୍କୁ, କିନ୍ତୁ ମୁଁ ଯେ ପିତାଙ୍କୁ ପ୍ରେମ କରେ ଓ ପିତାଙ୍କ ଆଜ୍ଞା ଅନୁସାରେ କର୍ମ କରେ, ଏହା ଯେପରି ଜଗତ ଜାଣିପାରେ, ଏଥି ନିମନ୍ତେ ଏପରି ଘଟୁଅଛି। ମୋର ପ୍ରିୟ ଲୋକମାନେ, ଯଦି ପ୍ରଭୁଙ୍କୁ ଆମେ ପ୍ରେମ କରୁଛୁ ବୋଲି କହୁଛୁ, ପ୍ରଭୁଙ୍କୁ ଜାଣିଛୁ ବୋଲି କହୁଛୁ, ତାହେଲେ ତାଙ୍କର ଆଜ୍ଞାକୁ ମଧ୍ୟ ପାଳନ କରିବା ଆବଶ୍ୟକ। କାରଣ ପୁତ୍ର ବା ପ୍ରଭୁ ଯୀଶୁ ପିତାଙ୍କୁ ପ୍ରେମ କରୁଥିଲେ, ଆଉ ସେ ପ୍ରେମର ପରିଚୟ ଦେବା ପାଇଁ ସେ କଣ କଲେ? ତାଙ୍କର ପ୍ରତିଟି ଆଜ୍ଞା ଅନୁସାରେ କର୍ମ କଲେ। ପ୍ରଭୁ ନିଜେ ମଧ୍ୟ ବାଇବେଲ କହିଛନ୍ତି, ମୁଁ ମୋ ନିଜ ଇଚ୍ଛାରେ, ମୋ ନିଜ ଠାରୁ କୌଣସି ବିଷୟ କହୁନାହିଁ, ଯାହା ମୋର ପିତା କହୁଅଛନ୍ତି ତାହା ମୁଁ କହୁଛି। ତ ମୋର ପ୍ରିୟ ଲୋକମାନେ, ଆଜି ସେହିପରି ପରମେଶ୍ୱରଙ୍କୁ ପାଇକି ଆମେ ଜଗତରେ ତାଙ୍କର ରୂପରେ ଗଢା ହେଇକି, ତାଙ୍କର ପରିଚୟ ପାଇକି ଆଜି କଣ କରୁଛୁ? ଆମେ ନିଜ ଇଚ୍ଛାରେ ଜୀବନ କାଟୁଛୁ, ନିଜର ଜ୍ଞାନ ବୁଦ୍ଧିରେ କୌଶଳରେ ଆମେ ଚାଲିଛୁ ଜଗତରେ। ଜଗତର ବିଷୟ ଗୁଡିକ ଫୁଲ ଆଉ ଆଟାଚ କରିକି, ମାନେ ଆଡଜଷ୍ଟ କରିକି ଆମେ ରହୁଛୁ ଏ ଜଗତ। ମୋର ପ୍ରିୟ ଲୋକମାନେ, ଯଦି ପରମେଶ୍ୱରଙ୍କୁ ଆମେ ପ୍ରେମ କରୁ, ତାହେଲେ ତାଙ୍କର ଆଜ୍ଞାକୁ ପାଳନ, ତାଙ୍କ ସହିତ ରିଲେସନସିପ ରଖିବାକୁ ହେଲେ ଏସବୁ କରିବା। ଜାଣିଛନ୍ତି, ପ୍ରଭୁ ଆମମାନଙ୍କର ଜୀବନରେ ଥିଲେ ମଧ୍ୟ ଦୁଃଖ କଷ୍ଟ ଆସିବ, ସମସ୍ୟା ଆସିବ। ପ୍ରଭୁ ଆମମାନଙ୍କର ଜୀବନରେ ନଥିଲେ ମଧ୍ୟ ଦୁଃଖ ଆସିବ, କଷ୍ଟ ସମସ୍ୟା ଆସିବ। କିନ୍ତୁ ପ୍ରଭୁ ଯଦି ଆମ ଜୀବନରେ ଅଛନ୍ତି, ତାଙ୍କ ସହିତ ଭଲ ସମ୍ପର୍କ ଅଛି, ତାହେଲେ ଆଇବ ଜୀବନରେ ଯେମିତି ଦୁଃଖ ଆସିଲା, ସମସ୍ୟା ଆସିଲା, ବିପଦ ଆସିଲା, ଅଳ୍ପ ସମୟ ମଧ୍ୟରେ ପ୍ରଭୁ କଣ କଲେ? ତାକୁ 2 ଗୁଣ କଣ ପାଇଁ ଫେରେଇଦେଲେ? ସେ ଜାଣିଥିଲେ, ଶୈତାନକୁ ମଧ୍ୟ ପ୍ରଭୁ କହିଛନ୍ତି, ଏ ମୋର ବିଶ୍ୱସ୍ତ ଦାସ, ତୁ ତାକୁ ପରୀକ୍ଷା କରିବୁ ପଛେ, ତାର ଆତ୍ମାକୁ ମଧ୍ୟ ଛୁଇଁ ପାରିବୁନି ବୋଲି ତାକୁ ଆଦେଶ ଦେଇ। ଆଉ ପ୍ରଭୁ ଜାଣିଥିଲେ ଆଇବ ସହିତ ବା ଆଇବ ମୋ ସହିତ ଭଲ ସମ୍ପର୍କ ରଖିଛି, ସେ କେବେ ମଧ୍ୟ ତା ବିଶ୍ୱାସରୁ ହଟିବ ନାହିଁ। କିନ୍ତୁ ଆଜି କଣ ହେଇଯାଉଛି ଜାଣିଛନ୍ତି? ପଇସାର ଅଭାବ ଦେଖାଗଲେ, ସମସ୍ୟା ଟିକେ ଆସିଲେ, ଦୁଃଖ ଟିକେ ଆସିଲେ, ପ୍ରଭୁ କିଏ? ଯୀଶୁଙ୍କୁ ଜାଣିକି ମଧ୍ୟ ଏପରି ହଉଛି, ଏମିତି ହଉଛି, ସେମିତି ହଉଛି କହିକି ମାନେ କଣ ହେଇଯାଆନ୍ତି? ବିଶ୍ୱାସରେ ଦୁର୍ବଳ ହେଇଯାଆନ୍ତି, ପ୍ରଭୁଙ୍କୁ ନିନ୍ଦା କରିବା ପାଇଁ ବ୍ୟତିବ୍ୟସ୍ତ ହେଇଯାଆନ୍ତି। କିନ୍ତୁ ଆଇବକୁ ଦେଖ, ଏତେ ସମସ୍ୟା ଆସିଲା, ଶରୀରର କଷ୍ଟ ଆସିଲା, ହେଲେ ବି ପ୍ରଭୁଙ୍କୁ ସେ ପଦେ ବି କହିନାହିଁ, କାହିଁକି ପ୍ରଭୁ ଏମିତି କଲ ବୋଲି କହିନାହିଁ। ଆମେ ହେଲେ, ପ୍ରଭୁ କାହିଁକି ଏମିତି କଲ, କଣ ପାଇଁ ଏମିତି କଲ, କେତେ ଦୁଃଖ ମୋ ଜୀବନ,
ଆମେ ଏଇଭଳି ପ୍ରାର୍ଥନା କରିବା ପାଇଁ ଆରମ୍ଭ କରିଦେଇଥାଉ। କାରଣ ପ୍ରଭୁଙ୍କ ସହିତ ଆମର ଭଲ ସମ୍ପର୍କ ନାହିଁ। ଯାହାର ପ୍ରଭୁଙ୍କ ସହିତ ଭଲ ସମ୍ପର୍କ ଥିବ ସେ କେବେ କୌଣସି ବିଷୟରେ ବ୍ୟତିବ୍ୟସ୍ତ ହେବନି, ଚିନ୍ତିତ ହେବ ନାହିଁ। କାରଣ ଯୋଉ ପରମେଶ୍ୱରଙ୍କ ସହିତ ସେ ସମ୍ପର୍କ ରଖିଛି, ସେ ପରମେଶ୍ୱର ତାର ଦାୟିତ୍ୱ ନେବା ପରମେଶ୍ୱର ବୋଲି ସେ ଜାଣିଛି। କିନ୍ତୁ ଆମେ ଖାଲି ପ୍ରଭୁଙ୍କୁ ଜାଣିଛୁ, ସତ ପରିଚୟ ଅଛି, କିନ୍ତୁ ସମ୍ପର୍କ ତାଙ୍କ ସହିତ ନାହିଁ। ତାଙ୍କୁ ଭଲରେ ଆମେ ଜାଣିନୁ ଏପର୍ଯ୍ୟନ୍ତ, ଯୋଉ ଦ୍ଵାରା ବ୍ୟତିବ୍ୟସ୍ତ, ଚିନ୍ତା, ମାନେ ଭୁଲ କରିବା, ଏସବୁରେ ପୁରା ବ୍ୟତିବ୍ୟସ୍ତ ଆମେ ବହୁତ, ଏସବୁରେ ବହୁତ ଆଗରେ ଆମେ ଅଛୁ। ତ ମୋର ପ୍ରିୟ ଲୋକମାନେ, ଆଇବକୁ ଦେଖ, ଭଲ ରିଲେସନସିପ ଥିବାରୁ ତାକୁ ଅତି ଅଳ୍ପ ସମୟରେ ପ୍ରଭୁ କଣ କଲେ, ତାର 2 ଗୁଣ ଫେରେଇ ତାକୁ ଆନନ୍ଦ ଫେରେଇଲେ। ସେଇ ସମସ୍ୟା, ସେଇ ଦୁଃଖ ଲଙ୍ଗ ଟାଇମ ପର୍ଯ୍ୟନ୍ତ ତାଙ୍କ ସହିତ ରହିଲା। କିନ୍ତୁ ଆଜି ଦେଖନ୍ତୁ ବିଶ୍ୱାସୀ ମାନଙ୍କର ଜୀବନରେ ଦୁଃଖ ସମସ୍ୟା ବହୁତ ଲଙ୍ଗ ଟାଇମ ପର୍ଯ୍ୟନ୍ତ ରହି ଦୁଃଖ ଦେଉଅଛି, କଷ୍ଟ ଦେଉଅଛି, ପ୍ରାର୍ଥନାର ଉତ୍ତର ଆସୁ। କିନ୍ତୁ ଏହା ଜାଣିବା ଦରକାର, ପରମେଶ୍ୱରଙ୍କ ସହିତ ଆମର ସମ୍ପର୍କ ଭଲ ଅଛି ତ, ଜାଣିବା ଦରକାର, ଏହା ଭାବିବା ଦରକାର। ଟିକେ ଯଦି ପରମେଶ୍ୱରଙ୍କ ସହିତ ଭଲ ସମ୍ପର୍କ ନଥିବ ମୋର ପ୍ରିୟ ଲୋକ, ସେ ସମସ୍ୟା ଦୁଃଖରୁ ଆମେ ହଠାତ୍ ପାର ହେଇପାରିବା ନାହିଁ। ପ୍ରଭୁ ପାପକୁ ଜୟ କରି ଆମ ମାନଙ୍କର ପାପ ପାଇଁ ସେ କ୍ରୁଶବିଦ୍ଧ ହେଲେ, କିନ୍ତୁ ସେ ଯୋଉ ପାପ ପାଇଁ କ୍ରୁଶବିଦ୍ଧ ହେଲେ ଆଜି ଆମେ ସେଇ ପାପ କରୁଛୁ। ମିଛ ପାପରୁ, ବ୍ୟଭିଚାର ପାପରୁ, ଏ ସମସ୍ତ ପାପରୁ ଆମେ ଯେମିତି ଜୟ ପାଉ, ଏସବୁରୁ ପଳାୟନ କରି ଆମେ ଯେମିତି ପ୍ରଭୁଙ୍କର ନିକଟବର୍ତ୍ତୀ ହଉ ବୋଲି ପ୍ରଭୁ କଣ କଲେ, ସେ ପାପକୁ ଜୟ କରି କ୍ରୁଶବିଦ୍ଧ ହେଲେ। କିନ୍ତୁ ଆମେ ସେଇ ପାପ କରୁଛୁ, ସେ ପାପରେ ଆଜି ବୁଡିକି ରହୁଛୁ। ଖାଲି ଗୁଡ ଫ୍ରାଇଡେ ଆସିଲେ, ପୁଣ୍ୟ ସପ୍ତାହ ଆସିଲେ, ଝୁଲିଲ ମୋ ପାଇଁ କ୍ରୁଶରେ ପ୍ରଭୁ କହୁଛୁ। ବାକି ସମୟରେ ବି କହିବା ଦରକାର, ପ୍ରଭୁ ଆମ ପାଇଁ କ୍ରୁଶରେ ମରିଥିଲେ, ପ୍ରଭୁ ଆମମାନଙ୍କୁ ଯୋଉ ଆଜ୍ଞା ଦେଇଛନ୍ତି ତାହା ଆମେ କରିବା ନିହାତି ଆବଶ୍ୟକ। ଟିକେ ନିଜକୁ ଆଘାତ କରନ୍ତୁ, ନିଜକୁ କୁହନ୍ତୁ, ରେ ମନ, ରେ ଆତ୍ମା, ତୁ ପ୍ରଭୁଙ୍କର ପଥରେ। ଆଜି ଆମେ କୋଉ ଅବସ୍ଥାରେ ଅଛୁ କି ଦେଖନ୍ତୁ, ଯେତେ ପୁରୁଣା ବିଶ୍ୱାସ ସେତେ ଦୁର୍ବଳତା ସେମାନେ। ଆଜି ବ୍ୟଭିଚାରରେ, ପାପରେ, ମଧ୍ୟରେ ବୁଡିକି ଅଛନ୍ତି। ଜଣେ ଆଜ୍ଞା କହୁଥିଲେ, ଜଣେ ବିଶ୍ୱାସୀ ସେ ଆଉ ମଦ ପିଇକି ରାସ୍ତାରେ ପଡିଥିଲେ, ଆଉ ସେଠି ସେ କଣ କରୁଥିଲେ, ଯୀଶୁଙ୍କର ଗୀତ ଗାଉଥିଲେ। ହେଲେ ଇଏ ଜଣେ ପାଳକ ଯେତେବେଳେ ସେଇ ରାସ୍ତା ଦେଇକି ଯାଉଛନ୍ତି, ଦେଖୁଛନ୍ତି ଜଣେ ମଦ ଖାଇକି ପଡିଛି, ହେଲେ ଯୀଶୁଙ୍କର ଆଉ ଗୀତ ଗାଉଛି। ଯେତେବେଳେ ତାର ପାଖକୁ ଗଲେ, କଥାବାର୍ତ୍ତା ହେଲେ, ସେ କଣ ବୋଲି କହୁଛି, ମୋର ବଡ ପୁଅ ପାଷ୍ଟର, ମୋର ସାନ ପୁଅ ମଧ୍ୟ ଟ୍ରେନିଂ ଯାଇଛି। ଦେଖନ୍ତୁ, ଯଦି ଜଣଙ୍କର ବଡ ପୁଅ ପାଷ୍ଟର, ସାନ ପୁଅ ମଧ୍ୟ ପାଷ୍ଟର ହେବା ପାଇଁ ଟ୍ରେନିଂ ଯାଇଛି, କିନ୍ତୁ ସେ ବିଶ୍ୱାସୀ କଣ କରୁଛି, ମଦ ଖାଇକି ରାସ୍ତାରେ ଗଡୁଛି। ଆଉ ଅଧିକ କଥା ହେଲା ସମୟରେ ମଧ୍ୟ କଣ କହୁଛି, ମୁଁ ବାଇବେଲ ସବୁ ଜାଣିଛି। ବାଇବେଲ ସବୁ ଜାଣିଥିବା ଲୋକ ମଧ୍ୟ ଆଜି କଣ ହଉଛି, ଅବାଟରେ ଅଛି, ଜଗତର ଅଭିଳାଷ। ସେ ଜାଣିନି ଭଲରେ, କିନ୍ତୁ ଅଳ୍ପ ଜାଣିକି ମଧ୍ୟ ସେ କଣ ହେଇଛି, ବୁଡି ରହିଛି। ଆଜି ଆମେ ମାନେ ପ୍ରଭୁଙ୍କୁ ଜାଣିକି ମଧ୍ୟ କୋଉ ଅବସ୍ଥାରେ ଅଛୁ, କୋଉ ଭଳି ଜୀବନ କାଟୁଛୁ, କୋଉ ଭଳି ଜୀବନ ଆମମାନଙ୍କର ଜୀବନ ମଧ୍ୟରେ ଅଛି। ଜଗତର ବିଷୟକୁ ଲାଳାଇ, ଜଗତର ବିଷୟରେ ମଜିଯିବା, ଜଗତର ବିଷୟ ଗୁଡ଼ିକ ସ୍ନେହ କରିବା, ସେ ପ୍ରେମ କରିବା, ସେ ବିଷୟ, ଏଇସବୁ ବିଷୟରେ ଆମେ ବହୁତ ଆଉ ଉନ୍ନତ ପରେ ଅଛୁ। ମୋର ପ୍ରିୟ ଲୋକମାନେ, ପ୍ରଭୁଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହେଲେ ଆମକୁ ଜଗତକୁ ପରିତ୍ୟାଗ, ଜଗତର ବିଷୟରୁ ଆମକୁ ଦୂରକୁ ଯିବାକୁ ପଡେ। କାରଣ ଏଇ ଜଗତର ବିଷୟ
ହୁଏତ ଅଳ୍ପ ସମୟ ପାଇଁ ଆମମାନଙ୍କୁ ଆନନ୍ଦ ଦେଇପାରେ, କିନ୍ତୁ ଏହାର ପଛରେ କଣ ଥାଏ? ମୃତ୍ୟୁ ଥାଏ। ଏହାର ପଛରେ କଣ ଥାଏ? ଆଉ ବିନାଶ ଥାଏ। ଆଉ ପ୍ରଭୁ ଚାହାନ୍ତି ଏ ବିନାଶରୁ ଆମେ ଉଦ୍ଧାର ପାଉ। ତ ସେଥିପାଇଁ ଏସବୁରୁ ପଳାୟନ କରି ଆମେ ପ୍ରଭୁଙ୍କ ପଛରେ। ଆଜିକାଲି ଯୁବାମାନଙ୍କୁ ଆଉ ସମ୍ଭାଳିବାଟା ମୁସ୍କିଲ। ଜଗତର ବିଷୟ ଗୁଡିକ ଗୋଟେ ଗୋଟେ ନୂଆ ନୂଆ ବିଷୟ ବାହାରୁଛି, ଏତେ ଆଟ୍ରାକ୍ସନ କରୁଛି, ଏତେ ଆଟାକ୍ କରୁଛି ଯୁବା ଯୁବତୀ ମାନଙ୍କୁ, ସେମାନେ ପରମେଶ୍ୱର କିଏ ଭୁଲି ଯାଉଛନ୍ତି। ପରମେଶ୍ୱର କିଏ ଭୁଲି ଯାଉଛି। ତ ମୋର ପ୍ରିୟ ଲୋକମାନେ, ଯଦି ପରମେଶ୍ୱରଙ୍କ ସହିତ ଆମର ଭଲ ସମ୍ପର୍କ ଥିବ ନା, ତ ପ୍ରଭୁ ଆମମାନଙ୍କ ସହିତ ରହି ସେମାନଙ୍କୁ ଆଶୀର୍ବାଦରେ କଢାଇନା, ସେମାନଙ୍କର ପ୍ରତିଟି ଅବସ୍ଥାରେ, ଦୁଃଖରେ ସୁଖରେ, ସମସ୍ୟା ପୂର୍ଣ୍ଣ ଜୀବନରେ ସବୁ ଅବସ୍ଥାରେ ସେ ଆମମାନଙ୍କୁ କଣ କରିବେ? ଉଦ୍ଧାର କରି। ତ ସେଥିପାଇଁ ତାଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ପଡିବ। ପ୍ରଭୁ କହିଲେ, ଦେଖ ମୁଁ ଯୁଗାନ୍ତ ପର୍ଯ୍ୟନ୍ତ ତୁମ ସହିତ ଅଛି। କିନ୍ତୁ ପ୍ରଭୁଙ୍କୁ ସ୍ୱାଗତ ଆମେ କରିଛୁ, କାରଣ ଆମର ଭଲ ରିଲେସନସିପ ନାହିଁ। କେମିତି ପ୍ରଭୁ ଆମ ସହିତ ରହିବେ? ତ ପ୍ରଭୁଙ୍କ ସହିତ ଆମର ଭଲ ସମ୍ପର୍କ ରହିବା ନିହାତି ଆବଶ୍ୟକ। ଆଉ ଭଲ ସମ୍ପର୍କ ରହିବାକୁ ହେଲେ ଆମକୁ ତାଙ୍କର ଆଜ୍ଞା ପାଳନ କରିବା, ଆମକୁ ତାଙ୍କ ପରି ପବିତ୍ର ହେବାକୁ ପଡିବ, ତାଙ୍କ ପରି ଧାର୍ମିକ ଜୀବନ କାଟିବାକୁ ପଡିବ, ତାଙ୍କ ମନ ନେଇକି ଚାଲିବାକୁ ପଡିବ, ନମ୍ରତା ହେବାକୁ ପଡିବ। ଆଉ ଏ ଜଗତର ପାପ, ଏ ଜଗତର ଅଭିଳାଷରୁ ଆମକୁ ଦୂରକୁ ଯିବା। ଏ ଜଗତରେ ବାସ କରୁଛୁ ସତ, କିନ୍ତୁ ଏ ଜଗତ ଆମମାନଙ୍କ ପାଇଁ ଠିକ ନୁହଁ। ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ ଠିକ ନୁହଁ। ଯୋଉମାନେ ଜଗତ ସହିତ ଫୁଲ ଆଟାଚ ହେଇକି ଅଛନ୍ତି, ଆଡଜଷ୍ଟ କରିକି ରହିପାରୁଛନ୍ତି, ସେମାନଙ୍କୁ କିଛି ଫରକ ପଡିବ ନାହିଁ, କାରଣ ସେମାନେ ଜଗତ ସହିତ ଫୁଲ ଆଟାଚ, ମାନେ ତାଙ୍କର ଭଲ ସମ୍ପର୍କ। କିନ୍ତୁ ଯୋଉମାନଙ୍କର ପ୍ରଭୁଙ୍କ ସହିତ ଭଲ ସମ୍ପର୍କ ଅଛି, ସେମାନେ ଏ ଜଗତର ବିଷୟ ଗୁଡିକ ଦେଖିଲେ ସେମାନେ ନିଜକୁ ଆଡଜଷ୍ଟ କରିପାରନ୍ତି। କେତେ ଜଲଦି ପ୍ରଭୁଙ୍କର ଆଗମନ ହେବ, ଆମେ ତାଙ୍କ ରାଜ୍ୟକୁ ପଳେଇଯିବୁ। କାରଣ ଏ ଜଗତ ଆଉ ଭଲ ଅବସ୍ଥାରେ ନାହିଁ। ପାପରେ, ବ୍ୟଭିଚାରରେ, ଦୁଷ୍ଟତାରେ, ମିଥ୍ୟାରେ ବୁଡି ହେଇକି ରହୁଛି। କିନ୍ତୁ ଆଜିର ଖ୍ରୀଷ୍ଟିଆନ ମାନେ ଜଗତ ସହିତ ବଢିଆ ସମ୍ପର୍କ ଅଛି। ଏସବୁ ବିଷୟରେ ବହୁତ ମାନେ ଆଡଜଷ୍ଟ କରିକି ରହିପାରୁଛନ୍ତି, ବହୁତ ଆଡଜଷ୍ଟ କରି ରହିପାରୁଛନ୍ତି। ଆଉ ସେମାନଙ୍କର ଜୀବନରେ ଦୁଃଖ କଷ୍ଟ ଆସିଲେ, ସେ ଦୁଃଖ କଷ୍ଟ ସେମାନଙ୍କୁ ଛାଡିକି ଯାଉ। ତାପରେ ପ୍ରଭୁ ପ୍ରଭୁ କହିକି ଦୌଡିବେ, ପାଷ୍ଟର ଆଜ୍ଞାଙ୍କୁ ଫୋନ କରିବେ, ପ୍ରାର୍ଥନା କରିଦିଅ, ପ୍ରାର୍ଥନା କରିଦିଅ, ଏଇଟା ହେଲା, ଏଇଭଳି ହେଲା, ସେଇଭଳି ହେଲା। ବାକି ସମୟରେ କୁଆଡେ ଯାଇ? ବାକି ସମୟରେ ତୋର ଅବସ୍ଥା କଣ ଥିଲା? କେବେ ଆରାଧନା କରିଛୁ? କେବେ ଘରେ ବାଇବେଲ ପଢିଛୁ, ପ୍ରାର୍ଥନା କରିଛୁ? ଆଜି ଦୁଃଖ ପଡିଲାକୁ ପ୍ରାର୍ଥନା କରିଦିଅ, ମୋର ପାଖକୁ ଦୌଡି ଆସୁଛୁ ବୋଲି ପ୍ରଭୁ କହେ। କିନ୍ତୁ ଅଲଗା ସମୟରେ ଜଗତ ସହିତ ଭଲ, ଦୁଃଖ ପଡିଲେ ପ୍ରଭୁଙ୍କ ପାଖ। ମୋର ପ୍ରିୟ ଲୋକ, ଏହା ଗୋଟିଏ ପ୍ରକୃତ ଖ୍ରୀଷ୍ଟିଆନ ଜୀବନ ଲକ୍ଷଣ ନୁହଁ। ଗୋଟେ ପ୍ରକୃତ ଖ୍ରୀଷ୍ଟିଆନ ଜୀବନ ଯଦି ଆମେ କାଟୁଛୁ, ତାହେଲେ ଜଗତର ବିଷୟକୁ ପରିତ୍ୟାଗ କରୁ, ଆମେ ପ୍ରଭୁଙ୍କ ସହିତ ଭଲ ସମ୍ପର୍କ ନେଇ ତାଙ୍କ ସହିତ ଜୀବନ। ପ୍ରଭୁ ଆମ ସହିତ ରହିକି ଆମ ପ୍ରତିଟି ଅବସ୍ଥାରେ ସେ ଆମମାନଙ୍କୁ ସାହାଯ୍ୟ କରିବେ। ଏମିତିକି ତାଙ୍କ ରାଜ୍ୟକୁ ମଧ୍ୟ, ଆମମାନଙ୍କୁ ସବୁଠୁ ବଡ ଆଶା, ତାଙ୍କ ରାଜ୍ୟକୁ ମଧ୍ୟ ସେ ଆମମାନଙ୍କୁ ନେଇଛି। ତ ତାଙ୍କ ରାଜ୍ୟକୁ ଯିବାକୁ ହେଲେ, ଏ ଜଗତର ସମସ୍ୟାରୁ, ସମସ୍ତ ବିଷୟରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ପରମେଶ୍ୱରଙ୍କ ସହିତ ଭଲ ସମ୍ପର୍କ ରଖିବାକୁ। ଭଲ ସମ୍ପର୍କ, ଆଜି ଦୁଇଟି ସମ୍ପର୍କ ବିଷୟରେ ମୁଁ କହୁଛି। ଗୋଟେ ହେଲା ପାରିବାରିକ ସମ୍ପର୍କ, ଆଉ ଗୋଟେ ହେଲା ପ୍ରଭୁଙ୍କ ସହିତ। ପାରିବାରିକ ସମ୍ପର୍କ ଭଲ ରଖିବାକୁ ହେଲେ ଆମକୁ ଭଲ ବୁଝାବଣା, ଅଣ୍ଡରଷ୍ଟାଣ୍ଡିଂ
ସପୋର୍ଟ, ପ୍ରେମ ଏହା ରଖିବାକୁ ପଡିବ ଏ ଜଗତ ମଧ୍ୟରେ ଥିବା ଅବସ୍ଥାରେ। ଆଉ ପ୍ରଭୁଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହେଲେ ଆମକୁ ପବିତ୍ର ଜୀବନ କାଟିବାକୁ ପଡିବ, ଧାର୍ମିକ ଜୀବନ କାଟିବାକୁ ପଡିବ, ଆଉ ନମ୍ରତା ଜୀବନ କାଟିବାକୁ ପଡିବ। ପ୍ରତ୍ୟେକ ପ୍ରଭୁଙ୍କର ମନ ନେଇକି ଚାଲିବାକୁ ପଡିବ। ପ୍ରଭୁ ଯୋଉ ବିଷୟ ଚାହାନ୍ତି ତାଙ୍କ ଇଚ୍ଛା ଅନୁସାରେ ଜୀବନ କାଟିବାକୁ। ତାହେଲେ ଯାଇକି ପ୍ରଭୁଙ୍କ ସହିତ ଆମର ଭଲ ସମ୍ପର୍କ ରହିବ, ଭଲ ରିଲେସନସିପ ହବ, ଯୋ ଦ୍ୱାରା ପ୍ରଭୁ ମଧ୍ୟ ଆସି ଆମ ସହିତ ରହିବେ, ଆମମାନଙ୍କୁ ତାଙ୍କ ରାଜ୍ୟ। ତ ପ୍ରଭୁ ସମସ୍ତଙ୍କୁ ଦୟା କରନ୍ତୁ, ଆଶୀର୍ବାଦ କରନ୍ତୁ। ଯଦି ଆମେ କୌଣସି ବିଷୟରେ ଆଜି ପ୍ରଭୁକୁ ଆଭଏଡ କରିକି ଆମେ ଦୂରକୁ ଚାଲି ଯାଇଛୁ, କୌଣସି ଦୁର୍ବଳତା ଆମ ଜୀବନରେ ଅଛି, କିଛି ଯଦି ଭୁଲ ଆମମାନଙ୍କର ଜୀବନରେ ହେଇଯାଇଛି, ଆମେ ଟିକେ ଭାବୁ ଏଇ ଭୁଲ କରିବା ସକାଶେ ପରମେଶ୍ୱରଙ୍କ ସହିତ ମୋର ଭଲ ସମ୍ପର୍କ ହେଇପାରି ନାହିଁ, ମୁଁ ଅନୁତାପ କରିବି, ମୋ ପ୍ରଭୁଙ୍କ ନିକଟକୁ ଫେରିଯିବି, ଆଉ ଏ ଜଗତକୁ ପଛେ ଛାଡିଯିବି। ବାକ୍ୟରେ ଲେଖା ହେଇଛି ଯେ ସବୁ କିଛି ଛାଡି ମୋର ଅନୁଗମନ ତାର ପୁରସ୍କାର ମଧ୍ୟ ଅଛି। ତମର ପ୍ରିୟ ଲୋକମାନେ, ଯଦି ଆମମାନଙ୍କର ଜୀବନରେ ଆମେ ଟିକେ ଚିନ୍ତା କରୁ, ଯଦି କିଛି ବିଷୟରେ ଆମେ ପ୍ରଭୁଙ୍କ ଠାରୁ ଦୂରକୁ ଚାଲି ଯାଇଛୁ, ତାଙ୍କ ଠାରେ ଯୋଉ ସମ୍ପର୍କ ରିଲେସନସିପ ରହିବା କଥା, ସେଇ ରିଲେସନସିପ ରେ ଯଦି କିଛି ତ୍ରୁଟି ରହିଯାଇଛି, ତାହେଲେ ଆଜିଠୁ ପ୍ରାଣପଣ କର, ପ୍ରାର୍ଥନା କରନ୍ତୁ, ପ୍ରଭୁ ମୁଁ ଏହା କରିବା ସକାଶେ ତୁମ ସହିତ ମୋର ସମ୍ପର୍କ ମଧ୍ୟରେ ଆଜି ତ୍ରୁଟି ଦେଖା ହେଇଯାଇଛି। ତ ଅନୁତାପ କରି ପରମେଶ୍ୱରଙ୍କ ନିକଟକୁ ଫେରିଯିବ, ଯଦ୍ୱାରା ପ୍ରଭୁ କ୍ଷମା ଦେବେ, ଆଉ ତାଙ୍କ ସହିତ ଜୀବନ କାଟିବା ପାଇଁ ମଧ୍ୟ ପ୍ରଭୁ ସାହାଯ୍ୟ। ଯେ ପର୍ଯ୍ୟନ୍ତ ଜଣେ ଅନୁତାପ କରି ଫେରି ନାହିଁ, ସେ କେବେ ମଧ୍ୟ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇପାରେ। କାରଣ ମନ ପରିବର୍ତ୍ତନ ନିହାତି ଆବଶ୍ୟକ ଅଛି। ଆଜି କହିବେ ତାହେଲେ ଆମକୁ କଣ ମନ ପରିବର୍ତ୍ତନ ଦରକାର, ଆମେ ତ 15-20 ବର୍ଷ 50 ବର୍ଷ ଧରି ପ୍ରଭୁଙ୍କୁ ଜାଣିଲୁଣି, ଆମକୁ ଆଉ କଣ ମନ ପରିବର୍ତ୍ତନ କରିବ? ନାହିଁ, ସ୍ୱର୍ଗ ରାଜ୍ୟକୁ ଯିବାକୁ ହେଲେ ଆମକୁ ମନ ପରିବର୍ତ୍ତନ କରିବା, ମନ ପରିବର୍ତ୍ତନ କରିବା। କାରଣ ଆଜି ଆମମାନଙ୍କର ମନ ଠିକ ନାହିଁ, କାରଣ ଆମ ମନ ପ୍ରଭୁଙ୍କ ମନ ସହିତ ମିଶୁ ନାହିଁ। ଆମର ମନ, ଆମର କଥା, ଆମର ବ୍ୟବହାର, ଆମର ଜୀବନ ଶୈଳୀ ବହୁତ ଖରାପ ଅବସ୍ଥାରେ ଅଛି। ତ ପ୍ରଭୁଙ୍କ ସହିତ ଭଲ ସମ୍ପର୍କ ରିଲେସନସିପ ହେଲେ ଆମର ଜୀବନ ଶୈଳୀ, ଆମର ମନ, ଆମର ପ୍ରତ୍ୟେକ ବିଷୟ ପ୍ରଭୁଙ୍କର ଇଚ୍ଛା ଅନୁସାରେ ପବିତ୍ରତା ଆଡେ, ଧାର୍ମିକତା ଆଡକୁ କେନ୍ଦ୍ରିତ କରିବା। ତ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆଉ ଆମମାନଙ୍କର ପ୍ରଭୁଙ୍କ ସହିତ ଭଲ ରିଲେସନସିପ ରହୁ। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ, ଆଉ ମତେ ଏଇ ସୁନ୍ଦର ସୁଯୋଗ ଆପଣମାନେ ଦେଇଛନ୍ତି, ଦେଲେ, ଏବଂ ଆପଣମାନଙ୍କ ସହିତ ମିଳି ପ୍ରଭୁଙ୍କର ସେବା କରିବାର ଆଉ ସହଭାଗିତାକୁ ଆସିବାର ସୁଯୋଗ ଦେଲେ। ପ୍ରଭୁ ଗୌରବ। ପ୍ରେଜ୍ ଦ ଲର୍ଡ।